ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ନାରାୟଣଙ୍କର ଅବତାର ପଢିବା। ନାରାୟଣଙ୍କ ଅବତାର ପଢିଲା ବେଳକୁ ଏଠି ନାରାୟଣଙ୍କର ପାଇଁ ପଇସା ଆସିଗଲାଣି, ତେଣୁ ଏଟା ଅଫ୍ କର ଆଉ ଥରେ ଷ୍ଟାର୍ଟ କରିବା। ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ସେସନ ଷ୍ଟାର୍ଟ କରିବା ନାରାୟଣଙ୍କର ଅବତାର। ଆଜି ଅନଧ୍ୟାୟର ଡେ, ଗୁରୁବାର। ଆଜି ଆମେ ପଢିବା କୁର୍ମ ଅବତାର ଆଉ କୁର୍ମ ଅବତାରର ଏସେନ୍ସ କୁ ବୁଝିବାକୁ ଚେଷ୍ଟା କରିବା। ଆପଣ ଯଦି ଏଇ ଅବତାରର କନସେପ୍ଟ ଟାକୁ ବୁଝି ଯାଆନ୍ତି ତାହେଲେ ଆପଣଙ୍କର ଜୀବନରେ ବହୁତ କିଛି ଜିନିଷ ସହଜ ସରଳ ହେଇଯିବ। ସମସ୍ତେ କହନ୍ତି କୁର୍ମ ଅବତାର ଏମିତି କଣ ଥିଲା କି? ସମସ୍ତେ ଜାଣିଛନ୍ତି କୁର୍ମ ଅବତାର ହଉଛି ଭଗବାନ ନାରାୟଣଙ୍କର ସେକେଣ୍ଡ ଅବତାର, ଯୋଉଥିରେ ସେ ବହୁତ ବଡ ଗୋଟେ କଚ୍ଛପର ରୂପ, କଇଁଚର ରୂପ ନେଇଥିଲେ ଏବଂ ମନ୍ଥନ, ସମୁଦ୍ର ମନ୍ଥନ ସମୟରେ ସିଏ ହେଲ୍ପ କରିଥିଲେ। ସମୁଦ୍ର ମନ୍ଥନରେ ନାରାୟଣ ଯୋଉ ଡିପାର୍ଟମେଣ୍ଟ ବା ଯୋଉ କାମଟାକୁ ସମ୍ଭାଳିଲେ, ଦୁର୍ବାସା ଋଷିଙ୍କର ଅଭିଶାପ ହେଲା। ଏତେ ଲମ୍ବେଇବୁନି ଷ୍ଟୋରିଟା, କାରଣ ଲମ୍ବାଇବାର ନାହିଁ, ଆମକୁ ମେନ୍ ଏସେନ୍ସ ବୁଝିବାର ଅଛି ଷ୍ଟୋରିର। ସମୁଦ୍ର ମନ୍ଥନ ହେଲା, ଗୋଟେ ପଟେ ଦାନବ ରହିଲେ, ଗୋଟେ ପଟେ ଦେବତା ରହିଲେ, ଠିକ ଅଛି। ହଁ। ଆଉ ମା ବାସୁକି ନାଗକୁ ବନାଗଲା ଦଉଡି, ଆଉ ବାସୁକି ନାଗକୁ ବନାଗଲା ଦଉଡି, ଆଉ ମନ୍ଦର ପର୍ବତକୁ ବନାଗଲା ତାର ଦଉଡି ଉପରେ, ଯେମିତି ଆମର ଦହି ଘାଣ୍ଟିଲେ ଯେମିତି ହୁଏ ସେମିତି ମନ୍ଦର ପର୍ବତକୁ ବନାଗଲା। ଅସୁବିଧା ଟା ଇଏ ହେଲା ଯେ ମନ୍ଦର ଯେତେବେଳେ ତା ତଳେ କିଛି ବେସ୍ ରହିଲାନି, ମନ୍ଦର ଷ୍ଟେବୁଲ ରହିଲାନି। ଏପଟ ଖସିଲା ବେଳକୁ ସିଏ ଖସି ଯାଉଛି, ଏପଟ ହେଲା ବେଳକୁ ସିଏ ଖସି ଯାଉଛି। ନାରାୟଣ ଦେଖିଲେ ଯଦି ଏମାନେ ଏମିତି କରିବେ ଜମା ସମୁଦ୍ର ମନ୍ଥନ ହେଇପାରିବ ନାହିଁ। ସେଥିପାଇଁ ସିଏ କଣ କଲେ ନା ଗୋଟେ ବଡ କଇଁଛ ହେଇଗଲେ ଏବଂ ସେ ମନ୍ଦର ପର୍ବତକୁ ନିଜର କଚ୍ଛପର ଖୋଳ ଉପରେ ଉଠେଇଦେଲେ। ଏଟା ସମସ୍ତେ ଜାଣିଛନ୍ତି। ଏବଂ ସମୁଦ୍ର ମନ୍ଥନ ହେଲା ପରେ ସର୍ବପ୍ରଥମେ କଣ ବାହାରିଥିଲା? ବିଷ, ହଳାହଳ, ଯୋଉଟାକୁ ଆମ ମହାଦେବ ଆଖି ବନ୍ଦ କରି ପିଇଦେଲେ। ଏବଂ ଯୋଉଟା କିଛି ବଳିଲା ସେଗୁଡାକୁ ସବୁ ତା ଯୋଉ ସାପ ବିଛୁ ଏମାନେ ସବୁ ପିଇଦେଲେ। ସେଥିପାଇଁ ତାଙ୍କର ଆଜି ବି ସେମାନଙ୍କ ପାଖରେ ଜହର ଅଛି। ଗୋଟେ ଇମ୍ପୋର୍ଟାଣ୍ଟ କଥା ଏଥିରୁ ଦେଖିବାକୁ ମିଳେ, ଯିଏ ସୁପ୍ରିମ ବିଇଙ୍ଗ ହବ, ଯିଏ ଦାୟିତ୍ୱ ନବ, ଯିଏ ଭକ୍ତି କରିବ, ତାର ମହତ୍ଵ ଅଛି ନିଜକୁ ହଜେଇ ଦେବାରେ। ଏଇ କୁର୍ମ ଅବତାରର ଏଇଟା ଷ୍ଟୋରି। କଣ ହଜେଇ ଦେବାରେ ସେଟା ତ ପଢିବା। ଅମୃତ ବାହାରିଲା, ସମସ୍ତ ଦେବତା ନେଲେ, ତାପରେ ମୋହିନୀର ଅବତାର ହେଲା, ବହୁତ କିଛି ଜିନିଷ ହେଲା। ମୁଁ କିନ୍ତୁ ଏଇଟା ପଚାରିବାକୁ ଚାହୁଁଛି, ସମୁଦ୍ର ମନ୍ଥନରେ ସବୁଠୁ ବେଷ୍ଟ ଥିଙ୍ଗ ଯଦି କିଛି ହେଇଛି ତାହେଲେ ମହାଦେବଙ୍କର ନୀଳକଣ୍ଠ ସ୍ୱରୂପ। ନୀଳକଣ୍ଠ ବନିଛନ୍ତି, ମା ରୋକି ଦେଇଛନ୍ତି ଜହରକୁ ବେକ ପାଖରେ ହିଁ, ତାଙ୍କ ନୀଳକଣ୍ଠ ସ୍ୱରୂପ ବନେଇ ଦିଆଯାଇଛି। ଏବଂ ମହାଦେବ ଏତେ ବଡ ତ୍ୟାଗ କରିଛନ୍ତି ଯେ ସଂସାର ପାଇଁ କି ଅମୃତକୁ ଦେଇକି ନିଜେ ହଳାହଳ ପାନ କରିଦେଇଛନ୍ତି। ଠିକ ଅଛି। ନାରାୟଣଙ୍କର କଣ ଡିପାର୍ଟମେଣ୍ଟ ରହିଲା ନା ସେ ମନ୍ଦର ପର୍ବତକୁ ସ୍ଥିର କରିଦେଲେ। ଯେତେବେଳେ କଚ୍ଛପଟା ମନ୍ଦର ପର୍ବତ ତଳେ ଥିଲା ଏବଂ ମନ୍ଦର ପର୍ବତର ଭାର ସମ୍ଭାଳୁଥିଲା, ସେତେବେଳେ ତାକୁ କିଏ ଦେଖୁଥିଲା? କେହି ଦେଖୁନଥିଲେ। ତେଣୁ କୁର୍ମ ଅବତାରରୁ ଆମେ କୋଉ ପ୍ଲାନେଟ କୁ କନେକ୍ଟ କରୁ? କୁର୍ମ ଅବତାରରୁ ଆମେ ପ୍ଲାନେଟ କନେକ୍ଟ କରୁ ଶନିଶ୍ଚର ମହାରାଜ। କୁର୍ମ ଅବତାରରୁ ଆମେ ଶନିଶ୍ଚର ମହାରାଜଙ୍କୁ କନେକ୍ଟ କରୁ। କାହିଁ କନେକ୍ଟ କରୁ? ମାନେ ଏତେ ମିନିମାଲ ଟାସ୍କ ଥିବ, ଏତେ ଇମ୍ପୋର୍ଟାଣ୍ଟ ଟାସ୍କ ଥିବ, ସେ କିନ୍ତୁ ବାହାରକୁ ଆସିକି ଦେଖଉନଥିବ ଯେ ମୁଁ କଣ କରିଛି। ଏ ସଂସାର ଜାଣିବନି ଯେ ସେ କଣ କରିଛି। କିନ୍ତୁ ବେଶ ମାନେ ଯୋଉଟା ବେସିକ ଭିତ୍ତିର କାମ ସେଇଟା ସେ କରିଥିବ। କୁର୍ମ ଅବତାର ଆମକୁ ଏଇଆ ଶିକ୍ଷା ଦିଏ। କଣ ଶିକ୍ଷା ଦିଏ? ନା ଯେତେ ପାରୁଛ
ତମେ କୌଣସି କର୍ମର କୋର ଦାୟିତ୍ୱଟାକୁ ନିଅ ଏବଂ ତାକୁ ସାଇଲେଣ୍ଟଲି ପରିପାଳନ କରିଚାଲ। ଲୋକ କହିବ କଣ ମୁଁ ମୂର୍ଖ ଯେ ଏମିତି ସବୁ କାମ କରିବି? ନାଇଁ, ତମେ ମୂର୍ଖ ନୁହଁ, ତମେ ବହୁତ ଚାଲାକ, ତମେ କର। ତମେ ଡାକି ବଜେଇ କାମ କର କି ଦେଖ ମୁଁ ଏଇଟା ଉଖାଡ଼ି ଦେଇଛି, ଏଇଟା ଏମିତି କରିଦେଇଛି। କଥା ପଡିଲା ଡିସ୍କସନ ଚଳିବା ଅଲଗା, ଆଉ ନିଜ ବଡି ମା ପିଟିବା ଅଲଗା। ତ ମୋର କହିବାର କଥା ହେଲା, ଏଇ ଅବତାରରୁ ଆମେ କଣ ଶିଖିଲେ? ଷ୍ଟାବିଲିଟି। କି ତୁମର କୌଣସି କର୍ମର ଫାଉଣ୍ଡେସନ ଟା ଏତେ ମଜବୁତ ହବା ଦରକାର, ଏତେ ସଲିଡ, ଏତେ ପକ୍କା ହବା ଦରକାର, ଯେ ତା ଉପରେ ବେଶ କରି ତୁମେ କୌଣସି କାମ କୁ ସୁରୁଖୁରୁରେ କରିପାରିବ। ତାପରେ ତମେ କହିବ ଦୁନିଆ ତ ଡିପେଣ୍ଡେବିଲିଟି ଉପରେ ଡିପେଣ୍ଡ କରେ, ଆମେ ଏତେ ଷ୍ଟେବୁଲ ହେଇକି ଏତେ ବେସରେ ମଜବୁତରେ କାମ କରୁଛୁ, ଆମକୁ ସକ୍ସେସ କାହିଁ ମିଳୁନି? ଆଉ ତୁମେ ଯଦି କର୍ତ୍ତା, ତାହେଲେ ନାରାୟଣଙ୍କର କୌଣସି ଆବଶ୍ୟକତା ନାହିଁ। ନାରାୟଣ ଆଉ ମହାଦେବଙ୍କ ଭିତରେ ଗୋଟେ ଛୋଟ ସବଟଲ ଡିଫରେନ୍ସ ଅଛି। ମହାଦେବ କହନ୍ତି ଯା ସବୁ କିଛି ନେଇଯା, ନାରାୟଣ ସେଟା କରନ୍ତିନି। ନାରାୟଣ କରନ୍ତି ମୋ ଭକ୍ତକୁ ଯୋଉଟା ନିହାତି ଦରକାର ସେଟା ମୁଁ ଦେବି ହିଁ ଦେବି। ଆଉ ପୁରା ସେ ଦିନ ବି ତାର ଥିବ, ସେ ସିଚୁଏସନ ବି ତାର ଥିବ, ସେ ସମୟ ବି ତାର ଥିବ, ହେଲେ ଯୋଜନା ଟା ମୋର ଥିବ। ମୁଁ ଆପଣଙ୍କୁ ଗୋଟେ ଛୋଟ ଏକ୍ଜାମ୍ପଲ ଦଉଛି। ଗୋଟେ ପିଲା ପରୀକ୍ଷା ଦେବାକୁ ଗଲା। ସେ ପିଲା ଯେତେବେଳେ ପରୀକ୍ଷାରେ ବସିଲା, ମ୍ୟାଥ ପଢିଥିଲା, ମ୍ୟାଥ ରେ ଦେଖିଲା ମ୍ୟାଥ ଉଡେଇ ଦେଲା, ବଢିଆ। ଇଂଲିଶ ପଢିଥିଲା, ଇଂଲିଶ ବି ଭଲ କଲା। ରିଜନିଂ ପଢିଥିଲା, ରିଜନିଂ ବହୁତ ବଢିଆ କଲା। ତାପରେ ସେ ପରୀକ୍ଷାରେ କଣ ହେଲା ନା ଜିକେ ପଢିଥିଲା। ଜିକେ ବୋଲି କୋଉ ଜିକେ? ନା ଟ୍ରାଡିସନାଲ ଜିକେ। ତମେ ତା ଦେହରେ ଡାଇରେକ୍ଟ ଆନ୍ସର ଲେଖିବ ଇଂଲିଶ ରେ। ସେ ପିଲା ଭାବିଲା ଏ ତିନିଟା ଭଲ ଯାଇଛି ମାନେ ଆଉ ମୋର କଣ ଆଉ ବାକି ଅଛି, ଏ ଜିକେ ଉଡେଇ ଦେବିନି ମୁଁ। ସିଏ ପ୍ରିପେୟାର କରିଥିଲା କରେଣ୍ଟ ଆଫେୟାର୍ସ କୁ ନେଇକି, ତାର ପଢିଗଲା ଟ୍ରାଡିସନାଲ ଜିକେ। ଯେତେବେଳେ ପ୍ରଥମ ପେଜ ଉଠେଇଲା, ପ୍ରତ୍ୟେକ ପେଜରେ 3 ରୁ 4ଟି କୋଶ୍ଚିନ୍ ଥିଲା, ବା ମାକ୍ସିମମ୍ 5ଟି କୋଶ୍ଚିନ୍ ଥିଲା, ଆଉ ଟୋଟାଲ 50ଟା ଜିକେ ର କୋଶ୍ଚିନ୍ ଥିଲା। ସିଏ କଣ କଲା ନା ସର୍ବପ୍ରଥମେ ପ୍ରଥମ ପେଜ ଉଠେଇଲା, ଦେଖିଲା କିଛି ଆସୁନି। ତାର ସେକେଣ୍ଡ ପେଜ କୁ ଚେକ୍ କଲା, ଦେଖିଲା କିଛି ଆସୁନି। ଥାର୍ଡ ପେଜ କୁ ଚେକ୍ କଲା, କିଛି ଆସୁନି। ଫୋର୍ଥ ପେଜ କୁ ଚେକ୍ କଲା, କେତେ ପ୍ରଶ୍ନ କିଛି ଆସୁନି। ସେ ବୁଝିଗଲା ଯେ ଏ ଏକ୍ଜାମ ମୋର ହବନି, କାରଣ ମତେ ତ କିଛି ଆସୁନି, ଆଉ ଏକ୍ଜାମ କଣ ହବ? ସେ 15-20 ମିନିଟ୍ ପାଇଁ ସକ୍ କୁ ପଳେଇଲା, କୋମା ଷ୍ଟେଜ। ଯୋଉ ସେ ଗର୍ବ କରିକି ଭାବିଥିଲା ଯେ ମୁଁ ସବୁ ଉଖାଡ଼ି ଦେଲି, ମୁଁ ସବୁ କାମ କରିଦେଲି, ଏଇଟା ଜିକେ ଟାକୁ ମୁଁ ଉଖାଡ଼ି ଫୋପାଡ଼ି ଦେବି, ତାର କିଛି ହେଲାନି। ସିଏ ସକ୍ କୋମା ପଳେଇଲା, କହିଲା ଯା ବାସିଗଲା। ସେଇଠି ବସି ବସି ପରୀକ୍ଷା ହଲେ ନାରାୟଣକୁ ସ୍ମରଣ କଲା, ପ୍ରଭୁ କଣ ଏଇ ଦିନ ଦେଖିବା ପାଇଁ କି ତୁମେ ମତେ ଏକ୍ଜାମ ଦେଇଥିଲ? ମୁଁ ଏତେ ମାନେ କଷ୍ଟରେ ଏକ୍ଜାମ ଟା ଦଉଛି, ଏଇ ଦିନ ଦେଖିବା ପାଇଁ କି ଏକ୍ଜାମ ଦେଇଥିଲ? ଏଇ କଥା ଭାବିକି ବସିଛି। ଏଇ କଥା ଭାବିକି ବସିଲା ବେଳକୁ ତା ହୃଦୟରେ ଗୋଟେ ଭାବ ଆଉ ଚେତନା ଆସୁଛି, ଆରେ ଏତିକି ଯାଇଏ ତ ଦେଖିଲେ, ଆଉ ଆଗକୁ ବି ଦେଖିଦେ। ସେଠୁ ସେ ପିଲା କଣ କଲା ନା ସେ 4 ପେଜ ସରିଲା ପରେ ଯେତେବେଳେ ନେକ୍ସଟ ପେଜ କୁ ଓପନ କଲା, ବିଶ୍ବାସ କରିବନି ତାର ନେକ୍ସଟ ପେଜର ସବୁ ଆନ୍ସର ଆସୁଛି। ତା ନେକ୍ସଟ ପେଜ ଚେକ୍ କଲା, ତାର ବି ସବୁ ଆନ୍ସର ଆସୁଛି। ତା ନେକ୍ସଟ ପେଜ ଚେକ୍ କଲା, ସବୁ କୋଶ୍ଚିନ୍ ଆନ୍ସର ଆସୁଛି। ଏମିତି କରି କରି ଶେଷ ଯାଏଁ ଯେତିକି 35ଟା କୋଶ୍ଚିନ୍ ଥିଲା, ତାର ସବୁ ଆନ୍ସର ତାକୁ ଆଜ୍ ଇଟ୍ ଇଜ ଏକ୍ଜାକ୍ଟଲି ଜଣା ଅଛି। ଅ, ବହୁତ ପିଲା ଏକ୍ଜାମ ଦେଇଥିଲେ। ସେ ପିଲା ଭଲରେ ଯେତେବେଳେ ଜିକେ ଭଲ ହେଇଗଲା, ସେ ଘରେ କହିଲା ଯେ ନିଶ୍ଚିତ ଭାବରେ ସିଲେକ୍ଟ ହେଇଯିବ, ଏବଂ ସେ ସିଲେକ୍ଟ ହେଲା ମଧ୍ୟ। ଠିକ ଅଛି, ଏଇଟା ହେଲା ଷ୍ଟାବିଲିଟିର କଥା, ଆଉ ଗର୍ବ ନ କରିବାର କଥା। କାରଣ ମୁଁ କହିଛି ମିନିମାଲ ୱାର୍କ। କାରଣ କୁର୍ମବତାର ଉପରକୁ ଦେଖାଯାଏନି, ସେ ସମୁଦ୍ର ଭିତରେ ରହି ଖେଳ କରୁଛି। କୋଉ ଖେଳ? ନା ବେଶ ଦଉଛି। ଏଇଟାକୁ ଯଦି ଆମେ ମଡର୍ନ ଡେ ର ଇଣ୍ଟରପ୍ରିଟେସନ ରେ ଭାବିବା, ଆମ ଭିତରେ ରାକ୍ଷସ ବି ଅଛି, ପ୍ରବୃତ୍ତି ଅଛି, ଦେବ ପ୍ରବୃତ୍ତି ବି ଅଛି। ମନ୍ଥନ ଚାଲିଛି। ଯୋଉ ଜିନିଷଟା ଉପରେ ମନ୍ଥନ ଚାଲିଛି ତାକୁ କୁହାଯାଏ ବିବେକ ଆଉ ଲୋଭର ମନ୍ଥନ। ଏବଂ ସେ ବିବେକ ଆଉ ଲୋଭର ମନ୍ଥନର ବେସ୍ ଟା ହଉଛନ୍ତି କିଏ? ନା ସ୍ପିରିଚୁଆଲିଟି। ଯଦି କିଏ ଗୁରୁ କରିଛି, ତାହେଲେ ତାର ବିବେକ ହିଁ ଲାଷ୍ଟକୁ ଜିତିବ। ସେ କେବେ ବି କିଛି ମାତ୍ରାରେ ପ୍ରବୃତ୍ତି ପରବଶ ହେଇଗଲେ ମଧ୍ୟ ସେ ତାର ବିବେକକୁ ଜିତେଇ ଦବ। ଠିକ ଅଛି, ବୁଝିପାରିଲେ କଥାଟା? ତାପରେ ଆସିଲା କୋଅପରେସନ। ଇଭିନ ଇଫ ତମର କିଏ ଶତ୍ରୁ ଅଛି, ତମକୁ ସେ ଲୋକ ପସନ୍ଦ ନାହିଁ, ଦେବତା ମାନେ ରାକ୍ଷସ ସହିତ କେବେ ପଡେନି। କିନ୍ତୁ କଣ ହେଲା ନା ଦେବତା ରାକ୍ଷସ ଉଭୟ ସେ କାମଟାକୁ କଲେ ମନ୍ଥନ ପାଇଁ।
ତମେ ଯାହା ବି କର, ତମ ଭିତରେ ଦିଟା ଥଟ୍ସ ଯେମିତି ଆସିବ, କରିବା ଦ୍ୱାରା ଲାଭଟା କଣ ହବ, କରିକି ମୁଁ କଣ ପାଇବି। ଯିଏ ବି, ମୁଁ ବି ହଉ କିଏ ବି ହଉ, ସମସ୍ତଙ୍କ ଭିତରେ ଯଦି ତୁମର କଣ ସମସ୍ତଙ୍କ ସହିତ ଟିକେ ଟିକେ ଭଲ ରିଲେସନ ଥିବ, ତମେ ସ୍ୱାର୍ଥ ଚିନ୍ତା ନ କରିକି ସେବା ଦେଇକି ରିଲେସନସିପ ଟାକୁ ମେଣ୍ଟେନ କରିକି ରଖିଥିବ ସହିବ କି, ତାହେଲେ ସିନା ତମେ ଗୋଟେ ଲୋକ ଆପ୍ରୋଚ କରିପାରିବ, କାଇଣ୍ଡଲି ଏଇଟା ଟିକେ ମତେ ହେଲ୍ପ କରିଦିଅନ୍ତୁ। ନେକ୍ସଟ ରିସାଇଲିଏନ୍ସ। ରିସାଇଲେନ୍ସ ମାନେ କଣ, କି ଏ ଅବତାର ମତେ ଶିଖଉଛି ଯେ ଦେଖ ସିଚୁଏସନ କେତେ ବି କଷ୍ଟକର ହଉନା କାହିଁକି, ଚାहे ମତେ ଖାଇବାକୁ ନ ମିଳୁ, ଚାहे ପଖାଳ ନ ମିଳୁ, ସିଚୁଏସନ କେତେ ବି କଷ୍ଟକର ହଉନା କାହିଁକି, ସେ ସିଚୁଏସନ ରେ ବି ମୁଁ ବେସ୍ ଟାକୁ ସମ୍ଭାଳିବି। ବେସ୍ ବୋଲେ କଣ ନା, ମତେ ଯୋଉ ଜିନିଷଟା ମିଳିଛି ମୁଁ ଯୋଉ ଡେଲି ଡେଲି ବେସିସ ରେ ପାଳନ କରୁଛି। ଥାର୍ଡ କଣ ହେଲା, ସ୍ପିରିଚୁଆଲ ପରସ୍ୟୁଟ। ଭାଇ ଦେଖ ବିନା କାହାକୁ ପୀଡା ହେଇକି ଆଜି ଯାଏ କିଏ ସ୍ପିରିଚୁଆଲିଟିର ଶିଖରରେ ପହଞ୍ଚି ସେଟା ମୁଁ ଆଜି ଯାଏଁ ଦେଖିନି। ହଁ କୋଉ କୋଉ ଯୋଗ ଜନ୍ମା ଲୋକମାନେ ଥିବେ, ଯୋଉ ମାନେ ଉଁ, ଜନ୍ମ ହଉ ହଉ ଅ, କିଛି କରିଦେଇଥିବେ, ତାଙ୍କ କଥା ଅଲଗା, କିନ୍ତୁ ମୁଁ ଆଜି ଯାଏଁ ଦେଖିନି ଯେ କାହାକୁ ପୀଡା ମାନେ ଯାହାକୁ ଯେତିକି ମାତ୍ରାରେ ପୀଡା ସେ ସେତେ ସ୍ପିରିଚୁଆଲି ଉପରେ, ଯଦି ଯେ ସେ ସ୍ପିରିଚୁଆଲ କୁ ଅପ୍ଟ କରିଥିବ, କାରଣ ତାକୁ ତ ଆଉ କେହି ଦେଖାଯିବେନି ନା, ତାକୁ କେବଳ ନାରାୟଣ ହିଁ ଦେଖାଯିବେ। ତେଣୁ ଏଇ ଚାରିଟା କଥାରୁ ଆମେ ଏଇଆ ଜାଣିଲେ ଯେ ନାରାୟଣଙ୍କର କୁର୍ମ ଅବତାର ହେଇଥିଲା। ନାରାୟଣଙ୍କ କିଛି ସମୁଦ୍ର ମନ୍ଥନ ରୋଲ ନଥିଲା, କିନ୍ତୁ କେବଳ ରୋଲ ଥିଲା କଣ ପାଇଁ ନା ଟୁ ପ୍ରୋଭାଇଡ ଷ୍ଟାବିଲିଟି, ଟୁ ପ୍ରୋଭାଇଡ କୋଅପରେସନ, ଟୁ ପ୍ରୋଭାଇଡ ରେଜିଲିଏନ୍ସ ଯାହା କୁହନ୍ତି, ଟୁ ପ୍ରୋଭାଇଡ ସ୍ପିରିଚୁଆଲ ପରସ୍ୟୁଟ। ଏବଂ ଏଇ କୁର୍ମ ଅବତାରକୁ ଆମେ ଗ୍ରହ ଜଗତର ପ୍ଲାନେଟ ଶନିଶ୍ଚର ମହାରାଜଙ୍କ ସହିତ ଦେଖୁ। ଅମୃତ ବାହାରିବା ପାଇଁ କେତେ ଅସୁବିଧା ହେଇଥିଲା, କେତେ କଷ୍ଟ କରିବାକୁ ପଡିଥିଲା। ଠିକ ସେଇଭଳି ଅମୃତ, ଜୀବନର ଅମୃତ ଟା ବିନା ମନ୍ଥନରେ, ବିନା ପ୍ରବୃତ୍ତି ନିବୃତ୍ତି ଏବଂ କଷ୍ଟ ମାଧ୍ୟମରେ ସେଟା ତମକୁ ମିଳିବ ନାହିଁ, ଆଉ ସେଥିପାଇଁ ପୀଡାର ଆବଶ୍ୟକତା ରହିଛି। ଆଉ ଯେ ପୀଡା ମାନେ ଏଇଟା ନୁହଁ ଯେ କିଳା ତା ବାଟରେ ଯାଉଛି, ତମେ କହିବ ମୁଁ ବର୍ତ୍ତମାନ ପୀଡା ନେବାକୁ ଚାହୁଁଛି, ହେ କିଳା ଆସ ମୋ ପାଖକୁ, ସେଇଟା କରିବାର ନାହିଁ। ଠିକ ଅଛି ନା, ସେ ତା ବାଟରେ ଯାଉଛି, ସେ ତା ବାଟରେ ଯାଉ, ତୁମେ ତୁମ ବାଟରେ କନସେନଟ୍ରେଟ ହେଇକି ରୁହ, ତା ମାନେ ଏଇଆ ନୁହଁ, ମୁଁ ଯୋଉଟା ବୁଝୁଛି। ଠିକ ଅଛି। ଶନିଶ୍ଚର ମହାରାଜ ଯଦି କାହା ଉପରେ ରୁଲ କରନ୍ତି, ଆଧିପତ୍ୟ କରନ୍ତି, ସେ ଲୋକକୁ ମାନେ ଏଇଟା ହେଲା ଗୋଲ୍ଡେନ ରୁଲ। ଏ ଗୋଲ୍ଡେନ ରୁଲ ଟାକୁ ପୁରା ଲେଖିକିନା ରଖିଦିଅ, ଯେ ତମେ ଲେଖି ପାରୁଛ ତ। ଶନିଶ୍ଚର ମହାରାଜ ଯୋଉ ଭାବରେ ବସିଛନ୍ତି, ସେ ଭାବରେ ତୁମର ଯଦି ପେସେନ୍ସ ନାହିଁ, ସେ ଭାବକୁ ନେଇକି ଯଦି ତମେ ଲାଗି ରହିବାର ଭାବ ନାହିଁ, ତାହେଲେ ତୁମର ହରିବୋଲ ସୁନିଶ୍ଚିତ। ଶନିଶ୍ଚର ମହାରାଜ ଡିଲେ କରନ୍ତି କିନ୍ତୁ ଡିନାଏ କରନ୍ତିନି। ଶନିଶ୍ଚର ମହାରାଜ ଡିଲେ କରନ୍ତି ସବୁ କାମ, କିନ୍ତୁ ମନା କରନ୍ତିନି। ସିଏ ହଉଛନ୍ତି ଜଜ ଗ୍ରହ ଜଗତର, ନ୍ୟାୟମୂର୍ତ୍ତି। ସବୁ ଦେଖିବେ, ପରଖ ନିରେଖ କରି କରି କର୍ମ ଫଳକୁ ପ୍ରୋଭାଇଡ କରିବେ ଆକର୍ଡିଂ ଟୁ ଦ ଟାଇମ। ତେଣୁ ଆଜି ଆମେ ଜାଣିଲେ ନାରାୟଣଙ୍କର କୁର୍ମ ଅବତାର ସହିତ ଆଷ୍ଟ୍ରୋଲୋଜିର କଣ କନେକ୍ସନ ଅଛି। କାହାକୁ ବହୁତ ଶନିଶ୍ଚର ମହାରାଜଙ୍କ ଭଳିଆ ପୀଡା ହଉଥିବ, ତାହେଲେ ସେ କୁର୍ମ ଦେବ ଭଗବାନଙ୍କୁ ପୂଜା କଲେ, ତାହେଲେ ତାର ମୁକ୍ତି ମିଳିବ। ଅର କୁର୍ମ ଭଗବାନଙ୍କୁ ପୂଜା ନ କରି ନାରାୟଣଙ୍କୁ ପୂଜା କଲେ ବି ମୁକ୍ତି ମିଳିବ। କେମିତି ମୁକ୍ତି ମିଳିବ? ନାରାୟଣ ହଉଛନ୍ତି ବହୁତ ଏକ୍ସଟ୍ରା ଅର୍ଡିନାରୀ ଏକ୍ସେପସନ। ତମକୁ ପୀଡା ହଉଥିବ, ସେ ପୀଡା ଉପରେ ଆଉ ଟିକେ ପୀଡା ଦେଇଦେବେ। ତମକୁ ପୀଡା ଦେଇଦେଇ ଏମିତିଆ ପୀଡା ବାଲା କରିଦେବେ ଯେ ତମକୁ କିଛି ଦିନ ଗଲା ପରେ ପୀଡା ମେହସୁସ ହବନି। ଅର ପ୍ରହ୍ଲାଦ ଭଳିଆ ବି ରକ୍ଷା କରିଦେଇ ପାରନ୍ତି, ନରସିଂହ ଅବତାରରେ ଭଳିଆ। ଇଟ ଡିପେଣ୍ଡସ ଓନଲି ଅନ ହିମ, କି ଭାଇ ସେ କେମିତି କାହାକୁ ମାରିବେ, କେମିତି କାହାକୁ ତାରିବେ। ଆମର କିଛି ନାହିଁ, ଆମର କାମ ହେଲା ତାଙ୍କୁ ଅନୁସରଣ କରିବା। କିନ୍ତୁ ଏଇଟା ସତ୍ୟ ଯେ ଯଦି କୌଣସି ଲୋକକୁ ଶନିଶ୍ଚର ମହାରାଜଙ୍କ ରିଲେଟେଡ ପ୍ରୋବ୍ଲେମ ହଉଛି,
ତାହେଲେ ସେ କାହାକୁ ଖାଇବାକୁ ଦବ? ନା କଇଁଚକୁ ଖାଇବାକୁ ଦବ। ଏବଂ ଓଡିଶାରେ ଏମିତି ଆଜି ଗୋଟେ ପ୍ରଥା ଅଛି ଯେ ସେ ଯୋଉ ଗୋଟେ ପିଠା ବନାଯାଏ ସେଇଟାକୁ ନେଇ ପୋଖରୀରେ ଦିଆଯାଏ, ତାକି ଜଳଚର ଜୀବ ମାନେ ଖାଆନ୍ତୁ। ତେଣୁ ଯୋଉ ଯୋଉ ଲୋକର ଶନି କେତୁର କମ୍ବିନେସନ ଅଛି ତାକୁ ମାଛକୁ ବା ଜଳଚର ଜୀବଙ୍କୁ ପ୍ରତ୍ୟେକ ଦିନ କିଛି ନା କିଛି ଖାଇବାକୁ ଦବା ଉଚିତ। ଏଇଟା ମୋର ସଜେସନ, ବାକି ଆପଣ ମାନେ ଯୋଉଟା ଦେଖିବେ। ଆଜିର ସେସନ ପାଇଁ କି ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।